ସମସ୍ତେ ଯେଉଁ କହୁନାହାନ୍ତି ମହିଳା ସଶକ୍ତିକରଣ, ମୁଁ କହିବି ମହିଳା ସବୁ ଯୁଗେ ସଶକ୍ତ ଥିଲା। ସେ ଅଜୟ, ସେ ଅପରାଜୟ, ସେ ଶକ୍ତିର ଆଧାର। ତେଣୁ ତାକୁ ସଶକ୍ତ ହେବା ଦରକାର ନାହିଁ। ସେ ନିଜର ଭିତରେ ଥିବା ଅନ୍ତର୍ନିହିତ ଶକ୍ତି, ଗୋଟିଏ ମୁଁ ଖାଲି ମେସେଜ୍ ଦେବାକୁ ଚାହିଁବି, ଆମ ଭିତରେ ଯେଉଁ ଶକ୍ତି ରହିଛି ତାକୁ ଯଦି ଗୋଟେ ମହିଳା ଚିହ୍ନି ପାରିବ, ଦେନ୍ ହି କ୍ୟାନ୍ ଡୁ ଇମ୍ପସିବୁଲ୍ ପସିବୁଲ୍। ଅସମ୍ଭବକୁ ବି ସମ୍ଭବ କରିପାରିବ। କେବଳ ନିଜ ଉପରେ ଭରସା ରଖିବା ଦରକାର। ନିଜ ଭିତରେ ଅନ୍ତର୍ନିହିତ ଯେଉଁ ଶକ୍ତି ରହିଛି ତାକୁ ସେ ବାହାରକୁ ପରିପ୍ରକାଶ କରିବା ଦରକାର। ଏବଂ ସେଥିପାଇଁ ଆଜି ବହୁତ ପ୍ରକାର ପ୍ଲାଟଫର୍ମ ଯୋଗାଇ ଦିଆହେଉଛି ଓମେନ୍ ସଶକ୍ତିକରଣ ନାଁରେ। ତେଣୁ ଏଇଭଳିଆ ପରିବେଶ ପ୍ଲାଟଫର୍ମ ପାଇଲେ ଡେଫିନେଟଲି ସେମାନେ ଯେଉଁ ଟିକେ ରହିଯାଉଛି ସେ ଟିକେ ଗ୍ୟାପ୍ ବି ରହିବନି। ସରକାରଙ୍କର ବହୁତ ଯୋଜନା ରହିଛି ଏବଂ ଆପଣମାନେ ମଧ୍ୟ ଧନ୍ୟବାଦ ଦେବେ ମିଡ଼ିଆ ବନ୍ଧୁମାନଙ୍କୁ ପହଞ୍ଚାଉଛନ୍ତି ଏଇ ସବୁ ଜାଗାରେ, କିନ୍ତୁ ତା'ର ସଦୁପଯୋଗ ହେବା ଦରକାର। ଜଣେ ଯଦି ଜାଣିବ ମୋତେ ଟଙ୍କା ମିଳୁଛି ଏବଂ ମୁଁ ଏହାକୁ ଠିକ୍ ଭାବେ ଉପଯୋଗ କରିବି, ପୁଣି ଆଉ ଗୋଟେ କିସ୍ତି ପାଇବି, ପୁଣି ଆହୁରି ଡିଫରେଣ୍ଟ ଯୋଜନାର ମେମ୍ବର ହୋଇପାରିବି ଏବଂ ଡେଫିନେଟଲି ଏହା ସହାୟକ ହେବ। ଗୋଟେ ଫାଇନାନ୍ସିଆଲ ଦେଖନ୍ତୁ, ସବୁର ମୂଳ ହେଲା ଯେ ଟଙ୍କା, ମାନେ ଫାଇନାନ୍ସିଆଲ ଇଣ୍ଡିପେଣ୍ଡେନ୍ସ, ଯେଉଁଟା କୁହନ୍ତି ଆର୍ଥିକ ସ୍ୱାଧୀନତା। ଗୋଟେ ମହିଳା ଯଦି ମାସକୁ ଯେତେ କମ୍ ହେଉନା କାହିଁକି, ଯଦି ଆର୍ଥିକ ସ୍ୱାବଲମ୍ବିତା ଆସିଗଲା, ତେବେ ଅନେକ ଗୁଡ଼ା ମହିଳା ଇସ୍ୟୁ अपने आप ମାନେ ସମସ୍ୟାର ସମାଧାନ ହେଇଯିବ। ପ୍ରତ୍ୟେକ ମହିଳା ଦିବସରେ ମୋତେ ସମ୍ବର୍ଦ୍ଧନା ଦେଇଥିବାରୁ ମୁଁ ଶାନ୍ତିଧାମ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା, ବିଶେଷତଃ ସୌଭାଗ୍ୟ ରାଉତରାୟ ସାର୍ଙ୍କୁ ଧନ୍ୟବାଦ ଦେଉଛି କି ସେମାନେ ଅବହେଳିତ ନିଷ୍ପେଷିତ ମହିଳାମାନଙ୍କ ପାଇଁ କାମ କରିବାର ସ୍ୱୀକୃତି ସ୍ୱରୂପ ସେମାନେ ଏହି ସମ୍ମାନ ମୋତେ ଦେଇଛନ୍ତି। ଏଇ ସମ୍ମାନଟା ମୋର ନୁହେଁ, ମୁଁ ମୋ ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି। ଯେଉଁ ମାତୃଗର୍ଭରେ ଆମେ ଛୋଟ ପିଲାଟି ହେଇ ଜନ୍ମ ହୋଇଥାଉ, ସେଇ ମାଆ କେତେ ମହାନ, ତାଙ୍କର ତ୍ୟାଗ, ତାଙ୍କର ତିତିକ୍ଷା ମୋର ଆଜି ମନେ ପଡ଼ୁଛି। ତେଣୁ ସବୁ ମାଆମାନଙ୍କ ପ୍ରତି ଆମମାନଙ୍କର ମର୍ଯ୍ୟାଦା ବଢ଼ିଲେ ଏ ସମାଜ ଗୋଟେ ଶୃଙ୍ଖଳିତ ସମାଜ ହେବ, ସଶକ୍ତ ସମାଜ ହେବ ଏବଂ ସମସ୍ତଙ୍କୁ ସହି ହୋଇକି ଚାଲିଲା ପରି ଗୋଟେ ସମାଜ ହେବ। ଏବଂ ଆଜି ଯେଉଁ ରହିଛି ଆନ୍ତର୍ଜାତିକ ମହିଳା ଦିବସର ଥିମ୍ ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନ, ମହିଳାମାନଙ୍କ ପ୍ରତି ଯଦି କୌଣସି ବିପଦ ଆସେ ଏବଂ ତାଙ୍କ ପ୍ରତି ଯଦି କିଛି ବାଛ ବିଚାର କରାଯାଏ, ତାହେଲେ ତାକୁ ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନ ବଳରେ ବନ୍ଦ କରିବାକୁ ହେବ। ଭାରତ ସରକାର ମଧ୍ୟ ନାରା ଦେଇଛନ୍ତି ଆଜି ପାଇଁ ନାରୀର ପ୍ରଗତିରେ ଦେଶର ପ୍ରଗତି। ତେଣୁ ନାରୀମାନଙ୍କର ସର୍ବାଙ୍ଗୀନ ପ୍ରଗତି ହେଉ ଆଜି ଶୁଭ ଦିନରେ। ମୁଁ ଦେଖନ୍ତୁ, ମହିଳାମାନେ ପୂର୍ବରୁ ମଧ୍ୟ ସଶକ୍ତ ଥିଲେ, ଏବେ ମଧ୍ୟ ସଶକ୍ତ ଅଛନ୍ତି, ସେମାନେ କେବେ ଦୁର୍ବଳ ନୁହନ୍ତି। ଆଉ ଭାରତବର୍ଷରେ ତ ମହିଳାମାନଙ୍କୁ ଆରମ୍ଭରୁ ମାତୃଶକ୍ତି ଭାବରେ ପୂଜା କରାଯାଏ, ଲକ୍ଷ୍ମୀ ଭାବରେ ପୂଜା କରାଯାଏ, ଦୁର୍ଗାଙ୍କ ରୂପରେ ପୂଜା କରାଯାଏ, ସରସ୍ୱତୀ ରୂପରେ ପୂଜା କରାଯାଏ। ଆମ ଦେଶରେ ଗାର୍ଗୀ ମୈତ୍ରେୟୀଙ୍କଠୁ ଆରମ୍ଭ କରି ଲୋପାମୁଦ୍ରା ବାରାଙ୍କ ପର୍ଯ୍ୟନ୍ତ ଯେତେ ମହିଳାମାନେ ଅଛନ୍ତି, ସବୁ ମହିଳାମାନେ ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ସବୁବେଳେ ନମସ୍ୟା ହେଇ ଅଛନ୍ତି। ଏଇ ଯେଉଁ ନାରା ଦିଆଯାଉଛି, ଏଇଟା ଭାରତୀୟ ସମାଜ ପାଇଁ ନୁହେଁ, ଏଇଟା ପାଶ୍ଚାତ୍ୟ ସମାଜ ପାଇଁ, ଏଇଟା ଅନ୍ୟ ସମାଜ ପାଇଁ। ଯେଉଁ ଦେଶରେ ମହିଳାମାନଙ୍କୁ ପୂଜା କରିବାକୁ ବାହାରକୁ ଛଡ଼ାଯାଏନି, ଆମ ଦେଶର ମହିଳାମାନେ ଆଗରୁ ଶକ୍ତିଶାଳୀ। ସେମାନେ ସୀତା ରୂପରେ, ଲକ୍ଷ୍ମୀ ରୂପରେ, ସାବିତ୍ରୀ ରୂପରେ ଏଭଳି ସବୁ ସକ୍ସେସ୍ ଷ୍ଟୋରିଜ୍ ବା ସଫଳତାର କାହାଣୀ ଆମମାନଙ୍କ ପାଖରେ ରଖିଯାଇଛନ୍ତି, ଯାହା ପ୍ରମାଣିତ କରୁଛି ଦେଶରେ ମହିଳାମାନେ ସବୁବେଳେ ନମସ୍ୟା ଥିଲେ, ଆଜି ମଧ୍ୟ ନମସ୍ୟା ଅଛନ୍ତି। ସେମାନେ କେବେ ବି ଦୁର୍ବଳ ବା ଅସୁରକ୍ଷିତ ନୁହନ୍ତି। ଆଜିର ଇଣ୍ଟରନ୍ୟାସନାଲ୍ ଓମେନ୍ସ ଡେ ପ୍ରୋଗ୍ରାମ୍ ଯେଉଁ ଆମେ ଆରେଞ୍ଜମେଣ୍ଟ କରିଛୁ, ଏଥିରେ ସାରା ଓଡ଼ିଶାରୁ ପାଖାପାଖି 200+ ଦୃଷ୍ଟିବାଧିତ ମହିଳାମାନଙ୍କୁ ଆମେ ନିମନ୍ତ୍ରଣ କରିଛୁ। ଆସିବାର ମେନ୍ ମୁଖ୍ୟ ମହତ୍ତ୍ୱ ହେଲା ଆମେମାନଙ୍କୁ କେମିତି ରୋଜଗାରକ୍ଷମ କରିପାରିବା, ଆମକୁ ପ୍ରପର୍ ରାସ୍ତାରେ ନେଇପାରିବା। ଯେହେତୁ ଆମେମାନେ ବହୁତ ଅବହେଳିତ ହୋଇକି ଅଛନ୍ତି, ବିଭିନ୍ନ ଜାଗାରେ ଆମେ ଦେଖୁଛୁ, ବିଭିନ୍ନ ସ୍ତରରେ ବି ଦେଖୁଛୁ। ଆଉ ଏଇ ଅନୁଷ୍ଠାନ ଯେହେତୁ ଆମର 24 ବର୍ଷ ହେଲା ଏ ଅନୁଷ୍ଠାନ କାର୍ଯ୍ୟକ୍ରମ କରିଚାଲିଛି, ତ ଆମର ଉଦ୍ଦେଶ୍ୟ ହେଉଛି କି ତାଙ୍କୁ ପ୍ରପର୍ଲି ଠିକ୍ ଭାବରେ ପହଞ୍ଚାଇବା, ଠିକ୍ ଜାଗାରେ ନେବା, ଆଉ ଆମକୁ କିଛି ରୋଜଗାରକ୍ଷମ କରିପାରିବା। ଏଇଟା ଆମର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଆମେ ଭାବିଛୁ ଆଜିର ଯେଉଁ ରେଜିଷ୍ଟ୍ରେସନ୍ ପ୍ରୋଗ୍ରାମ୍ ରହିଲା, ଯେଉଁ ମହିଳାମାନେ ଆଜି ରେଜିଷ୍ଟ୍ରେସନ୍ କରିଛନ୍ତି, ସେମାନଙ୍କର ଯାହା ୱାଣ୍ଟିଂ, ଯେଉଁ ଉପାୟରେ ସବୁ କାମ କରୁଛନ୍ତି ଘରେ ରହିକି ବି ସୁଦ୍ଧା, ସେମାନଙ୍କର ଯେଉଁ କାର୍ଯ୍ୟଶୈଳୀ ଅଛି ସେଗୁଡ଼ାକୁ ଆମେ ଆଜି ଆମର SSPD ଡିପାର୍ଟମେଣ୍ଟରେ ଉପସ୍ଥାପନ କରିବୁ। ତାଙ୍କୁ ଦାବି ରଖିବୁ ଯେ ଏମାନଙ୍କୁ କେମିତି ପ୍ରପର୍ ଭାବରେ ଏମାନଙ୍କୁ ନିୟୋଜିତ କରାଯାଉ। ଆଉ ଓଡ଼ିଶା ସରକାର ତାଙ୍କ ପାଇଁ ଯାହା ବି ଅନୁଦାନ ପଇସା ପତ୍ରରେ ହେଉ କି ସାହାଯ୍ୟରେ ହେଉ, ଯେ ପ୍ରକାର କରନ୍ତୁ, ଆଉ ସେମାନେ କେମିତି ଉପରକୁ ଉଠି ପାରନ୍ତୁ। ସେଇଟା ହେଲେ ସରକାରଙ୍କର ବି ଆଗକୁ ଲାଭ ହେବ, ଆମ ଅନୁଷ୍ଠାନ ମାଧ୍ୟମରେ ବି ତାଙ୍କୁ ଆମେ ସହଯୋଗ କରିପାରିବୁ।